आज ହେଉଛି ଓଡ଼ିଶା ପ୍ରସିଦ୍ଧ ଝାମୁ ଯାତ୍ରା ତଥା ମା ମଙ୍ଗଳାଙ୍କ ପ୍ରାକଟ୍ୟ ଉତ୍ସବ ବା ଆବିର୍ଭାବ ଉତ୍ସବ। ମା ମଙ୍ଗଳାଙ୍କ ପଞ୍ଚମ ମଙ୍ଗଳବାର ପାଳିଯାତ୍ରା ତଥା ବସନ୍ତ ଉତ୍ସବର ଅନ୍ତିମ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଉଦ୍ଦେଶ୍ୟ ହଟବଟ ତଥା ସମଗ୍ର ଜଗତର କଲ୍ୟାଣ ଲାଗି ପ୍ରାଚୀନଦୀ ଗର୍ଭରୁ ମା ମଙ୍ଗଳାଙ୍କର ଆବିର୍ଭାବ ହୋଇଥିଲା। ସେଥିଲାଗି ଉକ୍ତ ଦିନକୁ ପରମ୍ପରାଗତ ଭାବେ ଝାମୁ ଯାତ୍ରାରେ ପାଳନ ହୋଇ ଆସୁଛି। କାକଟପୁର ମଙ୍ଗଳାଙ୍କ ଝାମୁ ଯାତ୍ରା ପ୍ରସିଦ୍ଧ ହେବାର କାରଣ ହେଉଛି ମା'ଙ୍କଠାରେ ଭକ୍ତମାନଙ୍କର ଅଚଳ ଭକ୍ତି ଓ ନିଆଁ ଉପରେ ଚାଲିବାର ଅଲୌକିକ ରୀତିନୀତି। ପ୍ରତିବର୍ଷ ହଜାର ହଜାର ଭକ୍ତ ବା ପାଟୁଆ ଉପବାସ ରହି ପ୍ରାଚୀ ନଦୀରୁ ଜଳ ଆଣି ମା'ଙ୍କ ପୀଠରେ କୋଇଲା ଉପରେ ନିଆଁରେ ଚାଲିଥାନ୍ତି ଏବଂ ମା'ଙ୍କ କୃପାରୁ ସେମାନଙ୍କର କ୍ଷତି ବା ଆଘାତ ହୋଇନଥାଏ। ଏହା କେବଳ ଏକ ଉତ୍ସବ ନୁହଁ, ଶକ୍ତି, ଉପାସନା ଏବଂ ଆତ୍ମସମର୍ପଣର ଏକ ପ୍ରତୀକ। ଜୟ ମା ମଙ୍ଗଳା, ଜୟ ଶ୍ରୀ ଜଗନ୍ନାଥ।